सुप्रभातम सुंदरगढ़ जिला शिक्षा कार्यालय तरफरु एई सुदूर प्रसारी शिक्षा कार्यक्रम रे मु प्रशांत कुमार त्रिपाठी संस्कृत शिक्षक सरकारी उच्च विद्यालय डमुकुडार समस्तंकु शिक्षक शिक्षाप्रेमी तथा छात्र छात्री अभिभावक समस्तंकु मु हार्दिक अभिनंदन और शुभेच्छा ज्ञापन करुछि। आजिर शिक्षा कार्यक्रम को प्रसारण करने पूर्व गोटे मंगलाचरण मु पाठ करने जाऊँगी। से प्रभु कमलाकांत जार कर कमले कमल शोभित जार मुख पद्ममुख दर्शने सदा व्याकुलित सुर नर मुनि जनकर चित्त से रूप दर्शन लोभी जीवात्मा हुई पवित्र से पाद पद्म रे हे अधम प्रशांतर कोटि प्रणिपात कोटि प्रणिपात। उक्त मंगलाचरण रु सूचित होउछि जे आजिर प्रतिपाद्य विषय बा आलोच्य प्रसंग होउछि पद्म। अच्छा, पद्म कहिले आमे कौन बुझी था? पद्म कहिले गोटे देवभोग्य पुण्य पुष्प जहाँकि दिव्य सौरभ युक्त होता है एवं आउ गोटे पद्म कहले मध्य गोटे संख्यार भाग को बुझी था। आ पद्म नाम रे मध्य गोटे पुराण रही अछि। अष्टादश पुराण मध्यरु पद्म नाम रे गोटे पुराण रही अछि। ताले आजिर जो आलोच्य प्रसंग होउछि पद्म, जो पद्मर अपूर्व लावण्य दर्शन करी भक्त कवि मधुसूदन राव आत्महरा होई पड़िछंती एवं ता भितरे से विभु सत्ता को उपलब्धि करिछंती। सही पद्म विषय को आमे तार जो उत्तरार्ध को आज आलोचना करिबा। ता पूर्वरु आमे पूर्व पाठ को मध्य स्मरण करिबा तथा कविंक विषय रे टिके धारणा मनरे नबा। जे भक्त कवि मधुसूदन राव जहाँकर कवितारे सौंदर्य बोध सहित ईश्वरानुभूति सम्मिश्रण घटी थाए एवं तांकर कवितार प्रत्येक छंदरे प्रत्येक पादरे जे अनंत परमेश्वर प्रति जो निर्मल प्रेम भक्तिर भावधारा देखा मिले। जेहेतु से ब्रह्मवादी थिले तेणु उपनिषदीय चिंताधारा मध्य तांकर कविता सम्यक रूप से प्रतिफलित होता है। से अनेक काव्य कविता रचना करिसंती। तांकर परिचय को आमे आउ थरे मने पकेबा। तो मधुसूदन राव थिले आधुनिक ओडिया साहित्यर अन्यतम स्रष्टा। गीति कविता प्रबंध अनुवाद शिशु साहित्य रचयिता भाव में से विशेष सम्मानास्पद बा पूज्य बा अग्रगण्य एवं से 1853 मसीहा जनवरी 29 तारिख रे पुण्यपुरी पवित्र
ଶ୍ରୀକ୍ଷେତ୍ର ଧାମରେ ପିତା ଭାଗୀରଥୀ ରାଓ ଏବଂ ମାତା ଅମ୍ବିକା ବାଈଙ୍କର କୁଳମଣ୍ଡନ କରିଥିଲେ। ତାଙ୍କର ମଧୁର ବ୍ୟବହାର ତଥା ସାରସ୍ୱତ ଅବଦାନ ପାଇଁ ସରକାର ତାଙ୍କୁ ରାୟବାହାଦୁର ଉପାଧିରେ ମଣ୍ଡିତ କରିଥିଲେ ଏବଂ ତା ପୂର୍ବରୁ ସେ ଭକ୍ତ କବି ଭାବରେ ସମସ୍ତଙ୍କ ହୃଦୟକୁ ଜୟ କରିପାରିଥିଲେ। ତାଙ୍କର ସବୁଠାରୁ ଯେତେ ସେ ରଚନା କରିଛନ୍ତି ଛାନ୍ଦମାଳା, କବିଳ ମଧୁ ବର୍ଣ୍ଣବୋଧ, ଏହିଭଳି ଯୋଉ ସବୁ ପୁସ୍ତକ ରହିଛି ତାଙ୍କର କୃତି, ତା ଭିତରେ ଛବିଳ ମଧୁ ବର୍ଣ୍ଣବୋଧ ଯାହାକି ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ, ପିଲାଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଉପାଦେୟ ପୁସ୍ତକ, ଯେଉଁଥିରେ କି ଆମେ ବର୍ଣ୍ଣ ପରିଚୟ ସହିତ ସଂଖ୍ୟାର ପରିଚୟ, ଗଣିକିଆ ପ୍ରଭୃତି ଆମେ ତାର ଯୋଉ ପ୍ରାରମ୍ଭିକ ପର୍ଯ୍ୟାୟରେ ଆମେ ଜାଣିପାରୁଥାଉ, ଯେଉଁଥିରେ କି ସେ ଲେଖିଛନ୍ତି ଧନ୍ୟ ତୁମେ ପିତା, ଧନ୍ୟ ତୁମ୍ଭେ ମାତା, ଧନ୍ୟ ତୁମ୍ଭେ ଆମ ପାଇଁ ଯତନେ ପାଳିଛ, ଜନ୍ମ ଦେଇଛ, ଏହା ଯେ ଭୁଲିବୁ ନାହିଁ। ଆଉ ବିଦ୍ୟାମ୍ଭ ମିତ, ବିଦ୍ୟାମ୍ଭ ବଳ, ବିଦ୍ୟା ତ ସବୁରି ଧନ, ଏହା ଯେ ନ ବୁଝି ଅବୁଝା ହୁଅରେ, ମୂର୍ଖ ଅଟେ ସେହି ଜାଣ। ଏଇଭଳି କେତେ କେତେ ଉପାଦେୟ କଥା ସେ ଲେଖିଛନ୍ତି ଜୀବନର, ଯୋଉଟା କି ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ରହିଛି ତାଙ୍କର ଲେଖାରେ, ତାଙ୍କର କୃତିରେ। ଯାହା ହଉ ସିଏ ପବିତ୍ର ଶ୍ରୀପଞ୍ଚମୀ ଜାଣ ଜନ୍ମ ଲାଭ କରିଥିବାରୁ ସରସ୍ୱତୀ ମାତାଙ୍କର କୃପା ଏବଂ ଆଶୀର୍ବାଦକୁ ନିଶ୍ଚିତ ଭାବରେ ସେ ଲାଭ କରିଥିଲେ। ଯାହା ବି ହଉ, ଆଜିର ଯୋଉ ଆଲୋଚ୍ୟ ପ୍ରସଙ୍ଗ ଯୋଉ ପଦ୍ମ, ତାର ଉତ୍ତରାର୍ଦ୍ଧକୁ ଆମେ ପାଠ କରିବା। ତା ପୂର୍ବରୁ ଆମେ ପୂର୍ବାଭାସ ବା କବିତାର ମର୍ମବାଣୀ ସମ୍ବନ୍ଧରେ ଟିକେ ଆକଳନ କରିବା, ଜାଣିବା। ତ କବିତାର ମର୍ମବାଣୀ କହିଲେ ଭକ୍ତ କବି ମଧୁସୂଦନ ରାଓଙ୍କର କବିତାର ଯୋଉ ସୌନ୍ଦର୍ଯ୍ୟ ବୋଧ ସହିତ ଯୋଉ କବିତାର ମର୍ମବାଣୀ ମାଧ୍ୟମରେ ଆମେ ଜାଣିବାକୁ ପାଇବା ଯେ ପୂର୍ବରୁ ଆମେ କଣ ପଢିଥିଲେ କବିତାର ପୂର୍ବାଭାସ, ତା ସହିତ ଆଜିର ଯୋଉ ଆଲୋଚ୍ୟ ପ୍ରସଙ୍ଗ ଯୋଉ ରହିଛି ପଦ୍ମ କବିତାର ଯୋଉ 6ଟି ପଂକ୍ତି ଆମେ ପଢିଥିଲେ, 6ଟି ପଦ, ତା ପରବର୍ତ୍ତୀ 6ଟି ପଦକୁ ଆମେ ପାଠ କରିବା ଏବଂ ତାକୁ ଆଲୋଚନା କରିବା। ତ ଭକ୍ତ କବି ମଧୁସୂଦନ ରାଓଙ୍କ କବିତାର ସୌନ୍ଦର୍ଯ୍ୟ ବୋଧ ସହିତ ଈଶ୍ୱରାନୁଭୂତିର ଅପୂର୍ବ ସମ୍ମିଶ୍ରଣ ଘଟିଥାଏ। ଉଚ୍ଚ ଆଧ୍ୟାତ୍ମିକ ଚିନ୍ତାର ପ୍ରତିଫଳନ ଦେଖିବାକୁ ମିଳେ ତାଙ୍କ କବିତାରେ। କାହିଁକି ନା ପଦ୍ମ କବିତାରେ କବି ପଦ୍ମର ଶୋଭା ଦର୍ଶନରେ ଆତ୍ମହରା ହୋଇ ପଡ଼ିଛନ୍ତି। ସେ ପଦ୍ମ ସହିତ ନିଜର ଅପୂର୍ବ ଯୋଗସୂତ୍ର ଆବିଷ୍କାର କରିଛନ୍ତି। କାହିଁକି ସେ ସେଠି କହିଛନ୍ତି କେଉଁ ଯୁଗ ଯୁଗର ସମ୍ପର୍କ ତାଙ୍କର ପଦ୍ମ ସହିତ ରହିଛି। ଯେଭଳି ଭାବରେ ପଦ୍ମ ସହିତ ସୂର୍ଯ୍ୟଙ୍କର ଯୋଉ ନିତ୍ୟ ବା ସମବାୟ ସମ୍ବନ୍ଧ ଥାଏ, ସୂର୍ଯ୍ୟ ଉଦୟ ହେଲା ମାତ୍ରେ ପଦ୍ମ ଫୁଲ ଫୁଟେ ଏବଂ ସେ ଯେମିତି ଅପଲକ ନୟନରେ ଚାହିଁ ରହିଥାଏ ତାର ପାଖୁଡାକୁ ମେଲେଇ ସେଇ ସୂର୍ଯ୍ୟଙ୍କର ପ୍ରଖର ରଶ୍ମିକୁ ସେ ସହ୍ୟ କରି ଏବଂ ଭକ୍ତି ସହକାରେ ତାଙ୍କର ସେ ରଶ୍ମିକୁ ପାନ କରିଥାଏ ଏବଂ ତା ଭିତରୁ ତାର ଦିବ୍ୟ ସୌରଭ ନିର୍ଗତ ହୁଏ ଏବଂ ତହିଁରୁ ଝରି ପଡୁଥିବା ଯୋଉ ମଧୁ ପାଇଁ କେମିତି ପ୍ରମତ୍ତ ପ୍ରାୟ ହେଇକି ମଧୁପଦଳ ବା ଭ୍ରମର ବା ମଧୁମକ୍ଷୀ ମାନେ ଛୁଟି ଆସିଥାନ୍ତି ତା ନିକଟକୁ। ତ ଉକ୍ତ ପ୍ରସଙ୍ଗରେ ମଧ୍ୟ ଜଣେ ସଂସ୍କୃତ ମହାନ ସଂସ୍କୃତ କବି ସେ ବି ଲେଖିଛନ୍ତି ପଦ୍ମ, ସୂର୍ଯ୍ୟ ଏବଂ ଭ୍ରମର ତିନି ଜଣଙ୍କୁ ନେଇ ଗୋଟିଏ ସୁନ୍ଦର ଶ୍ଲୋକ ସେ ରଚନା କରିଛନ୍ତି ଯେ କିଭଳି ଭାବରେ ଗୋଟେ ଭ୍ରମରଟିଏ ସିଏ ବସି ଯାଇଛି ସେ ପଦ୍ମଫୁଲ ଭିତରେ, ସେ ରହି ଚିନ୍ତା କରୁଛି ଯେ କେମିତି ସକାଳ ହେବ, ସୂର୍ଯ୍ୟ ଉଦୟ ହେବେ ଏବଂ ପଦ୍ମଫୁଲ ଫୁଟିବ, ତା ଭିତରେ ତା ସୌରଭ ବିଚ୍ଛୁରିତ ହେବ। ଏଇ କଥା ଭାବୁ ଭାବୁ କଣ ହେଇଛି ନା ହାତୀଟିଏ ଆସିକି ସେ ପଦ୍ମଫୁଲକୁ ଯୋଉ ନଷ୍ଟ କରିଦେଇଛି। ରାତ୍ରିର୍ ଗମିଷ୍ୟତି ଭବିଷ୍ୟତି ସୁପ୍ରଭାତମ୍ ଭାସ୍ୱାନ୍ ଉଦେଶ୍ୟତି
हसिष्यति पंकजश्री इत्थंग विचिन्त्य कोश गते द्विरेफे हा हंत हंत नलिनी गजमुद्धरस्व एभଳି ଭାବରେ उक्ति माध्यम से प्रतिपादन କରିଛନ୍ତି। ଯାହା ବି ହଉ ସେ ସୂର୍ଯ୍ୟ ହେଉଛନ୍ତି ତାଙ୍କର ପ୍ରାଣପ୍ରିୟ। ତେଣୁ ସେ ସୂର୍ଯ୍ୟଙ୍କର ପ୍ରଖର ରଶ୍ମିକୁ ବା ପବିତ୍ର ଜ୍ୟୋତିଧାରାକୁ ଭକ୍ତି ସହକାରେ ପାନ କରିଥାଏ। ତେଣୁ ସେ ଉଦିତ ସୂର୍ଯ୍ୟର ପ୍ରଭାକୁ ସେ ସ୍ୱତଃ ତାର ପାଖୁଡାକୁ ମେଲେଇ ଯୋଉ ନିର୍ନିମେଷ ନୟନରେ ସେ ଚାହିଁ ରହିଥାଏ, ଯେମିତି ଗୋଟେ ସତୀ ନାରୀ ତାର ପତିକୁ ଚାହିଁଲା ଭଳି। ପଦ୍ମଫୁଲର ଏହି ମହିମା ଗାନ ପାଇଁ କବିଙ୍କ ଲେଖନୀ ସତତ ତତ୍ପର ପରାୟଣ ହୋଇଯାଇଛି। ତାपर ପରବର୍ତ୍ତୀ ପଦ ଯୋଉ ଷଷ୍ଠ ପଦ ସପ୍ତମ ପଦ ଠାରୁ ଆମେ ଦ୍ୱାଦଶ ପର୍ଯ୍ୟନ୍ତ ଏବେ ଆଲୋଚନା କରିବା, ପଢିବା ଏବଂ ତାର କଠିନ ଶବ୍ଦାର୍ଥକୁ ଜାଣିବା ତଥା ତାର ଭାବାର୍ଥକୁ ଆମେ ବୁଝିବା। ସ୍ନେହ କରୁଣା ଭକ୍ତି ପବିତ୍ର ରସ ପୁରିଛି ତର ରେ ତାମରସ ନହିଲେ କାହୁଁ ତୋର ଦର୍ଶନେ ମନ ବିମଳ ପ୍ରେମର ସେ ହୁଏ ମଗନ। ସ୍ନେହ କରୁଣା ଏବଂ ଭକ୍ତି ଯେଭଳି ଗଙ୍ଗା ଯମୁନା ସରସ୍ୱତୀର ପବିତ୍ର ଧାରା ତ୍ରିବେଣୀ ସଙ୍ଗମ ଯେଭଳି ଭାବରେ ହେଇଥାଏ ନା, ସେମିତି ସ୍ନେହ କରୁଣା ଏବଂ ଭକ୍ତି ଯେମିତି ସତ୍ୱ ରଜ ସମ ତମ ତିନି ଗୁଣ ସେଇଭଳି ଭାବରେ ସ୍ନେହ କରୁଣା ତଥା ଭକ୍ତିର ତିନି ପବିତ୍ର ରସରେ ପଦ୍ମର ଅନ୍ତର ସବୁବେଳେ ପରିପୂର୍ଣ୍ଣ ହୋଇଥାଏ। କବି ସେଠି କହୁଛନ୍ତି, ତା ଯଦି ନ ହୋଇଥାନ୍ତା ରେ ପଦ୍ମ ତୋର ଦର୍ଶନରେ ମୋ ମନ ଏଭଳି ଭାବରେ ଆକୁଳ ହୋଇ ଉଠି ନଥାନ୍ତା, ତୋର ସେ ଯୋଉ ବିମଳ ପ୍ରେମ ରସରେ ମୋର ମନ ଏମିତି ବୁଡି ନଥାନ୍ତା, ମଗ୍ନ ହୋଇନଥାନ୍ତା। ତାହେଲେ ଏଠି ଯୋଉ କଠିନ ଶବ୍ଦାର୍ଥ ଅଛି ଯୋଉ ଅନ୍ତର, ଅନ୍ତର କହିଲେ କଣ? ହୃଦୟ। ଏବଂ ତାମରସ କହିଲେ ପଦ୍ମ। ତ ଏଇଭଳି ଭାବରେ ଅନେକ ପଦ୍ମ ନାମର ପର୍ଯ୍ୟାୟବାଚୀ ପଦ ଏଠାରେ ଦିଆଯାଇଛି, ଯଥା ପୁଷ୍କର, ନଳିନୀ ଏବଂ କମଳ। ତ କମଳ କାହିଁକି ତା ନାଁ ଦିଆଯାଇଛି ତାକୁ ଆମେ ଟିକେ ଜାଣିବା। କମ୍ ଅଳଙ୍କରୋତି ମାନେ କମ୍ ମାନେ ଜଳକୁ ଯେ ଅଳଙ୍କରୋତି ମାନେ ଯିଏ ଶୋଭାବନ୍ତ କରୁଛି, ଶୋଭା ଦେଉଛି, ଜଳକୁ ଶୋଭିତ କରୁଛି, ଯାହାଦ୍ୱାରା ଜଳ ଶୋଭିତ ହେଉଅଛି, ତାର ସେଥିପାଇଁ ତା ନାଁ ଦିଆଯାଇଛି କଣ? କମଳ। ପଦ୍ମ, ସରୋଜ, ସରସିଜ ଏବଂ ଏଇଭଳି ଭାବରେ ପୁଣ୍ଡରିକ, ଅରବିନ୍ଦ ଏଇଭଳି ଭାବରେ ପଦ୍ମର ଅନେକ ନାମ ରହିଛି ଏବଂ ପଦ୍ମର କିଛି ନାମ ଏଠାରେ ମଧ୍ୟ ଉଲ୍ଲେଖ ଅଛି। ତା ଭିତରେ ତାମରସ କହିଲେ ମଧ୍ୟ ପଦ୍ମକୁ ବୁଝାଇଥାଏ, ବିମଳ କହିଲେ ନିର୍ମଳ। ତାହେଲେ କଠିନ ପ୍ରଥମ ଯୋଉ ସପ୍ତମ ପଦର କଠିନ ଶବ୍ଦାର୍ଥକୁ ଆମେ ଜାଣିଲେ, ତାପରେ ତାର ଯୋଉ ଭାବାର୍ଥକୁ ମଧ୍ୟ ଅବଗତ ହେଲେ। ମଧୁମୟ ପବିତ୍ର ଯାହା ବିଶ୍ୱରେ ତୋ ନାମ ସଙ୍ଗେ ମିଶା ବିଧାତା ବରେ ପ୍ରିୟ ମୁଖ ନୟନ କର ଚରଣ ତୋ ନାମ ସଙ୍ଗେ ସିନା ସୁଖ କାରଣ। ମଧୁମୟ ପବିତ୍ର ଯାହା ବିଶ୍ୱରେ ସବୁ ମଧୁମୟ ପବିତ୍ର ସବୁ ରହିଛି ଯେଉଁ କଥା ଏବଂ ଅତ୍ୟନ୍ତ ସୁମନୋହର ଯାହା ଅତ୍ୟନ୍ତ ସୁନ୍ଦର ବିଧାତାଙ୍କର ସୃଷ୍ଟିରେ ଯୋଉଥିରେ ନୈସର୍ଗିକ ସୌନ୍ଦର୍ଯ୍ୟ ଭରି ଉଠିଛି, ଏଇଭଳି ଭାବରେ ବିଧାତାଙ୍କ ଆଶୀର୍ବାଦ ବିନା ତା ସହିତ ସମ୍ପର୍କ ରଖି ହୁଏ ନାହିଁ ବା ରଖି ହେବ ନାହିଁ। ଆଉ ପ୍ରିୟଜନଙ୍କର ମୁଖ, ହସ୍ତ, ପଦ ଆଦି ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ ତା ସହିତ ଯୋଡା ହୋଇଛି, ତାହା ସୁଖର ଏବଂ ଆନନ୍ଦର କାରଣ। ତ ବିଧାତା କହିଲେ ପ୍ରଭୁ ଈଶ୍ୱର ବା ବିଧାନକର୍ତ୍ତା, ଯେ ନିୟମ କରିଛନ୍ତି ସୃଷ୍ଟିର ନିୟମ ବା ସଂସାରର ନିୟମ। ଏବଂ ବରେ କହିଲେ ଆଶୀର୍ବାଦରେ ତାଙ୍କର ଆଶିଷ ଲାଭ କରି, କର କହିଲେ ହାତ, ହସ୍ତ, ନୟନ କହିଲେ ଆଖି ତଥା ଆଖିର ଅନେକ ପ୍ରତିଶବ୍ଦ ମଧ୍ୟ ରହିଛି, ଚକ୍ଷୁ, ନେତ୍ର ଇତ୍ୟାଦି। ଚରଣ କହିଲେ ପାଦ, ପୟର। ତାହେଲେ ପ୍ରିୟଜନଙ୍କର ମୁଖ, ହସ୍ତ, ପଦ ଆଦି ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ
ପଦ୍ମମୁଖ ଆମେ କହୁଛନ୍ତି କଣ ଭଗବାନଙ୍କର ମୁଖକୁ ପଦ୍ମମୁଖ, ଯାହାକି ମୁଁ ମଙ୍ଗଳାଚରଣରେ ପ୍ରତିପାଦନ କଲି। ପଦ୍ମମୁଖ ଏବଂ ତାଙ୍କ ହାତରେ ପଦ୍ମ ରହିଛି ଏବଂ ପଦ୍ମଫୁଲକୁ ଏତେ ତାଙ୍କର ଅନୁରାଗ, ତା ପ୍ରତି ତାଙ୍କର ଏତେ ଶ୍ରଦ୍ଧା, ସେ ତାଙ୍କୁ କମଳାକାନ୍ତ ବୋଲି କୁହାଯାଏ, କମଳାପତି ବୋଲି କୁହାଯାଏ। ଲକ୍ଷ୍ମୀଙ୍କୁ କମଳା, କମଳବାସିନୀ, କମଳରେ ସେ ଅଧିଷ୍ଠାତ୍ରୀ ମାନେ ଦେବୀ କମଳ ଉପରେ ଅଧିଷ୍ଠାନ କରିଥାନ୍ତି। ଯାହା ବି ହଉ, ଆଉ ତାଙ୍କର ଲୋଚନ ସହିତ ପଦ୍ମକୁ ପଦ୍ମଲୋଚନ ବୋଲି ତାଙ୍କୁ କୁହାଯାଇଥାଏ ଏବଂ ତାଙ୍କର ପାଦ ପଦ୍ମ ବୋଲି ଆମେ କହିଥାଉ। ତାଙ୍କର ପାଦକୁ ପାଦ ପଦ୍ମ ଏବଂ କର କମଳ, ତାଙ୍କ ହାତରେ ମଧ୍ୟ କମଳ ଓ ପଦ୍ମ ଶୋଭା ପାଉଥାଏ। ତ 9 ନମ୍ବର ପଦର ବହୁତ ଗୁରୁତ୍ୱପୂର୍ଣ୍ଣ କଥା ଲେଖାଯାଇଛି ଯେ ସତ୍ୟ ଶିବ ସୁନ୍ଦର ପରମେଶ୍ୱର ନାମ ସଙ୍ଗତେ ଲଗ୍ନ ନାମ ତୋହର। ତ ସତ୍ୟ ଯାହା ତିନି କାଳରେ ତ୍ରିକାଳ ବାଧ୍ୟତ୍ୱ, ଯାହା ତିନି କାଳରେ ରହିଛି, ଅତୀତରେ ଯାହା ଥିଲା, ବର୍ତ୍ତମାନ ଅଛି ଏବଂ ଭବିଷ୍ୟତରେ ମଧ୍ୟ ରହିବ, ଏଇଭଳି ସତ୍ୟ, ଶିବ ଏବଂ ସୁନ୍ଦର। ଶିବ କହିଲେ ମଙ୍ଗଳମୟ। ତ ପରମେଶ୍ୱର ହଉଛନ୍ତି ସତ୍ୟ ଶିବ ସୁନ୍ଦର। ନାମ ସଙ୍ଗତେ ଲଗ୍ନ ନାମ ତୋହର, ଏବଂ ତା ସହିତ ଯୋଡା ହେଇଛି ପଦ୍ମ। ତାଙ୍କର ପ୍ରତ୍ୟେକ ଅବୟବକୁ ଆମେ ପଦ୍ମ ସହିତ ଯୋଡ଼ିଥାନ୍ତି। ଲଗ୍ନ କହିଲେ ସମ୍ବନ୍ଧ, ଆଉ ସତ୍ୟ ଶିବ ସୁନ୍ଦର ପରମେଶ୍ୱରଙ୍କର ହସ୍ତ ପାଦାଦି ସହ ଅରବିନ୍ଦ ନାମକୁ ଆମେ ସଂଯୁକ୍ତ କରି ଆମର ମନଟା କଣ ହୁଏ ନା ଭକ୍ତି ଭାବରେ, ଭାବାବେଗରେ ତନ୍ମୟ ହେଇଯାଏ। ଆମ ମନରେ ଯୋଉ ଅପୁରନ୍ତ ଭକ୍ତି ପ୍ରବାହର ଧାରା ଖେଳି ବୁଲେ। ସାଧାରଣତଃ ଆମେ ପଦ୍ମ ଫୁଲଟିଏ, ଯେତେ ଫୁଲ ରହିଛି, ଆମେ ଯଦି ପଦ୍ମ ଫୁଲ ଗୋଟେ ନେଇକି ଭଗବାନଙ୍କର ପାଦରେ ସମର୍ପଣ କଲେ, ଜଗନ୍ନାଥ ମହାପ୍ରଭୁଙ୍କୁ ପଦ୍ମ ଫୁଲ ଟିକେ ଦେଲେ, ତେଣୁ ଆମ ମନଟା ଗୋଟେ ନିଶ୍ଚିତ ଭାବରେ ଗୋଟେ ଅନନ୍ୟ ଭକ୍ତି ଭାବ ମନ ଭିତରେ ଆସେ, ଯୋଉଟା କି ଆମେ ପ୍ରକାଶ କରି ହୁଏ ନାହିଁ ଏବଂ ଆମର ଆତ୍ମା, ଶରୀର, ମନ, ଶରୀର, ଆତ୍ମା ସବୁ ପବିତ୍ର ହେଇଯାଏ। ତ ପଦ୍ମ ଫୁଲକୁ ଦେଖିଲେ ଯେମିତି ମନ ପବିତ୍ର ହୋଇ ଉଠେ ଏବଂ ସେ ପଦ୍ମ ଫୁଲ ଯାହାକି ଦେବତାଙ୍କର ଭୋଗ୍ୟ, ତାକୁ ନେଇ ଦେବତାଙ୍କର ଚରଣରେ ସମର୍ପଣ କଲେ ମଧ୍ୟ ଆମର ମନ ପବିତ୍ର ଭାବ ସଞ୍ଚାର ହୁଏ ମନରେ ଏବଂ ଅପୂର୍ବ ଭକ୍ତି ଭାବ ଆସିଥାଏ। ତ ଏଠି ଅଛି ଅରବିନ୍ଦ। ଅରବିନ୍ଦ ଗୋଟେ ଅଛି, ଅରବିନ୍ଦ ମାନେ ଅରବିନ୍ଦ ମଧ୍ୟ ପଦ୍ମ। ଅରବିନ୍ଦ, ତ ଏଇ ଅରବିନ୍ଦ କୁ ଆଧାର କରି ଗୋଟେ ବଢିଆ ସୁନ୍ଦର ଶ୍ଲୋକ ମଧ୍ୟ ସଂସ୍କୃତରେ କୁହାଯାଇଛି ଯେ ମୁଖାରବିନ୍ଦେନ କରାରବିନ୍ଦେନ ପଦାରବିନ୍ଦಂ ମୁଖାରବିନ୍ଦେ ବିନିବେଶୟନ୍ତಂ ବଟସ୍ୟ ପତ୍ରସ୍ୟ ପୁଟେ ଶୟାନଂ ବାలం ମୁକୁନ୍ଦಂ ମନସା ସ୍ମରାମି। ଏଠି ମୁଖାରବିନ୍ଦ ବୋଲି କୁହାଯାଇଛି, ମାନେ ମୋର କରାରବିନ୍ଦରେ ସେ ବାଳ ମୁକୁନ୍ଦ ତାଙ୍କର ସ୍ୱରୂପ ଏଠି ବର୍ଣ୍ଣନା କରାଯାଇଛି। ସେ ଏକ ଛୋଟ ପିଲାଟିଏ ଯେମିତି ତାର କଣ କରିଥାଏ, ତାର ପାଦକୁ ନେଇକି ସେ ମୁଖାରବିନ୍ଦେ, ପଦାରବିନ୍ଦ ଏଠି କୁହାଯାଇଛି, ପାଦକୁ ନେଇକି ମାନେ ପାଟିରେ ମୁହଁରେ ଲଗାଇଥାଏ ଏବଂ ତାର ସେ ଯୋଉ କରାରବିନ୍ଦରେ ତାକୁ ଧାରଣ କରି ମୁହଁରେ ବିନିଯୋଜୟନ୍ତ ମାନେ ବିନିବେଶ କରିଥାଏ ଏବଂ ଏଇଭଳି ଭାବରେ ଗୋଟେ ବରଗଛର ପତ୍ରରେ ସେ ଶୟନ କରୁଥିବା ସେଇଭଳି ଯେ ବାଳ ମୁକୁନ୍ଦ ସ୍ୱରୂପକୁ ମୁଁ ମନରେ ସ୍ମରଣ କରୁଛି ବା ଚିନ୍ତନ କରୁଛି। ଏଇଭଳି ଭାବରେ ସୁନ୍ଦର ଭକ୍ତିପୂର୍ଣ୍ଣ ଶ୍ଲୋକ ସବୁ ରହିଛି। ତ ସେ ଯାହା ବି ହଉ ବିଭୁଙ୍କର ପଦାରବିନ୍ଦ ତ ସବୁଠାରୁ ସୁମନୋହର ଏବଂ ତେଣୁରେ ଅରବିନ୍ଦ ଭକ୍ତଜନର ବିଭୁ ପଦାରବିନ୍ଦ ହଉଛି ସୁମନୋହର। ତେଣୁ ଭକ୍ତଜନ ପାଇଁ ବିଭୁଙ୍କର, ପ୍ରଭୁଙ୍କର ପଦାରବିନ୍ଦ ଅତ୍ୟନ୍ତ ମନୋହର ଏବଂ ଯାହାକୁ ଦେଖିଲେ ମନର ଭକ୍ତିଭାବ ସ୍ୱତଃ ସଞ୍ଚାରିତ ହୋଇଥାଏ। ତାପରେ 10 ନମ୍ବର ପଦ ସର୍ବଶୋଭାର ପଦ୍ମ ରେ ପଦ୍ମ ତୋର ସଙ୍ଗେ ନିଗୁଢ ଯୋଗ ଅଛଇ ମୋର ଜୀବନ ମରଣରେ ତୋ ସଙ୍ଗେ ମିଶି ଥାଉ ମୋ ମନ ପଦ୍ମ
ଦିବସ ନିଶି। ତ ସର୍ବ ଶୋଭାର ପଦ୍ମ ରେ ପଦ୍ମ ତୋର, ସର୍ବ ଶୋଭାର ସଦ୍ମ। ତ ରେ ପଦ୍ମ ତୁ ହଉଛି ସକଳ ଶୋଭାର ଗନ୍ତା ଘର, କୋଟି ଲାବଣ୍ୟ ନିଧି। ଆଉ ପଦ୍ମ କହିଲେ କଣ? ଘର, ଗନ୍ତା ଘର, ଭବନ ବା ମିଳନ ସ୍ଥଳ। ଆଉ ତୋର ସଙ୍ଗେ ମୋର ନିଗୁଢ ସମ୍ବନ୍ଧ ରହିଛି। ନିଗୁଢ କହିଲେ ଅତି ଗଭୀର ସମ୍ବନ୍ଧ, ରହସ୍ୟମୟ ସମ୍ବନ୍ଧ। ଏବଂ ଜୀବନ ମରଣରେ ତୋ ସାଙ୍ଗରେ ମୋର ମନ ପଦ୍ମ ନିଶି ଦିବସରେ ରହିଥାଉ। କାହିଁକି? ପଦ୍ମ ସହିତ ଯଦି ମୋର ନିଗୁଢ ସମ୍ବନ୍ଧ ରହିଲା, ତାହେଲେ ପଦ୍ମ ଫୁଲ ଯେତେବେଳେ ଭଗବାନଙ୍କ ପାଖରେ ସମର୍ପିତ ହଉଛି, ତ ପଦ୍ମ ଫୁଲ ସହିତ ମୋର ମନ ମଧ୍ୟ ସେ ପରମାତ୍ମା ପରମେଶ୍ୱରଙ୍କର ପଦାର ବିନ୍ଦରେ, ତାଙ୍କର ପଦରେ ନିଶ୍ଚିତ କେନ୍ଦ୍ରୀଭୂତ ହେଇଯିବ, ତାଙ୍କରି ପଦରେ ଧ୍ୟାନସ୍ଥ ହେଇଯିବ, ମଗ୍ନ ହେଇଯିବ। ତାହେଲେ ସଦ୍ମ କହିଲେ ମିଳନ ସ୍ଥଳ, ଘର। ସଦ୍ମ ଭବନ, ଆଳୟ, ନିଳୟ, ଏପରି ଅନେକ ସବୁ ରହିଛି। ଗୃହର ସଦନ, ବେଶ୍ମ, ଏଇଭଳି ଅନେକ ରହିଛି ସବୁ କଣ? ଗୃହର ପର୍ଯ୍ୟାୟବାଚୀ ପଦ। ନିଶି କହିଲେ ରାତି। 11 ନମ୍ବର ପଦ, କଳୁଷ ପଙ୍କେ ମୁହିଁ କେଡେ ମଳିନ, କେମନ୍ତେ ସରି ତୋର ହେବି ନଳିନ। ପଙ୍କଜ ଅଟୁ ତୁହି ତେଣୁ ଭରସା, ତୋପରି ଶୁଭ୍ର ହେବି ଲଭି ସୁଦଶା। କଳୁଷ ପଙ୍କରେ ମୁଁ କେତେ ମଳିନ ହୋଇଯାଇଛି। କଳୁଷ ପଙ୍କ କହିଲେ କଣ? ନା ପାପ ପଙ୍କଳ ଏ ସଂସାର। ଏ ସଂସାରରେ ସବୁବେଳେ ମନୁଷ୍ୟ ମାନଙ୍କ ଭିତରେ ଯୋଉ ରହିଛି କଣ? ଲୋଭ, ମାୟା, ମୋହ, କାମ, କ୍ରୋଧ, ହିଂସା, ঈର୍ଷ୍ୟା, ଏସବୁ ପ୍ରକାର ଭାବନା ସବୁ ରହିଛି। ତ କବି ଏଠି ତାର ନିଜର ଆତ୍ମଗ୍ଲାନିକୁ ପ୍ରକଟ କରୁଛନ୍ତି ଏବଂ ତାଙ୍କର ହୃଦୟ ଅତି ଉଦାରତା ଭାବ ତାଙ୍କ ଭିତରେ ଆସିଯାଇଛି। ପ୍ରଭୁଙ୍କ ଚିତ୍ତରେ ସେ ଲୟ କରି କହୁଛନ୍ତି, ଏ ପଦ୍ମ ପାଖରେ ସେ ନିଜକୁ ସମର୍ପିତ ହୋଇଯାଇଛନ୍ତି ଏବଂ ସେ କହୁଛନ୍ତି ଯେ ରେ ପଦ୍ମ ରେ ନଳିନୀ, ଯେ ପୁତି ଗନ୍ଧମୟ ଆବର୍ଜନା ଭିତରୁ ତ ସୃଷ୍ଟି ହେଇଥିଲେ ସୁଦ୍ଧା। କାହିଁକି? ନା ସେ ପଙ୍କରୁ ଜନ୍ମ ହୋଇଥାଏ ବୋଲି ତା ନାମ ଦିଆଯାଇଛି ପଙ୍କଜ। ପଙ୍କରୁ ଜାତ ହୁଏ ଯିଏ, ସେ ହେଲା ପଙ୍କଜ। ଏଠି କଣ ହେଇଛି? ନା ଉପର ତତ୍ପୁରୁଷ ସମାସ ହେଇଛି। ପଙ୍କଜରୁ ଜାତ ହେଲେ ମଧ୍ୟ କେତେ ଅପୂର୍ବ ରୂପ ଲାବଣ୍ୟର ଶୋଭାର ଅଧିକାରୀ ଏବଂ ବିମଳ ଯଶ ଅର୍ଜନକାରୀ। ତେଣୁ ତୁ ଦିବ୍ୟ ଗୁଣ ସମ୍ପନ୍ନ ହୋଇଥିବାରୁ ତୁ ଦେବଭୋଗ୍ୟ ତଥା ଆଦରଣୀୟ ଅଟୁ। ତ ନଳିନ, ଏଠି ଆଉ ଗୋଟେ ପଦ୍ମ ପାଇଁ ଗୋଟେ ଶବ୍ଦ ଦିଆଯାଇଛି ନଳିନ ଏବଂ ପଙ୍କଜ। ତ ଏଇ ପଙ୍କଜ ଶବ୍ଦଟି ମଧ୍ୟ ସବିଳ ମଧୁ ବର୍ଣ୍ଣବୋଧରେ ଭକ୍ତ କବି ମଧୁସୂଦନ ରାଓ ଉଲ୍ଲେଖ କରିଛନ୍ତି। ପଙ୍କଜ ଶଙ୍ଖ ବଜାଇଣ, ରଙ୍ଗେ ଲଙ୍ଘିଲା ଘୋର ବନ। ତାପରେ ଅନ୍ତିମ ପଦ, ଅନନ୍ତ ମହେଶ୍ୱରେ ମୋ ପ୍ରାଣ ସାଇଁ, ବୋଲି ରାଜୀବ ସଦା ଥିବି ଅନାଇଁ। ଶିଖାଅ ମତେ ସଦା ଏ ପୁଣ୍ୟ ବ୍ରତ, ତୋର ଆଶିଷେ ପୁରୁ ମୋ ମନରଥ। ତାହେଲେ ଅନନ୍ତ କାହିଁକି? ନା ଇଏ ତ ବ୍ରହ୍ମବାଦୀ କବି, ତେଣୁ ସବୁବେଳେ ସେ ଅନନ୍ତଙ୍କ ସେ ସବୁବେଳେ ତାଙ୍କର ଆରାଧ୍ୟ ଯେ ପରମେଶ୍ୱର ଅନନ୍ତ ବୋଲି କହିଥାନ୍ତି, ଯାହାଙ୍କର କି ମାନେ ମହିମାର ଅନ୍ତ ନାହିଁ। ଏଇଭଳି ଭାବରେ ଅନନ୍ତ ମହେଶ୍ୱର। ମହେଶ୍ୱର ଯେ ହେଉଛନ୍ତି ସୃଷ୍ଟି ସ୍ଥିତି ପ୍ରଳୟର ଯେ କାରଣ, ସୃଷ୍ଟିକର୍ତ୍ତା, ପାଳନକର୍ତ୍ତା, ସଂହାରକର୍ତ୍ତା ଯେ ମହେଶ୍ୱର, ସେ ହେଉଛନ୍ତି ମୋ ପ୍ରାଣ ସ୍ୱାଇଁ, ବୋଲି ରାଜୀବ ସଦା ଥିବି ଅନାଇଁ। ତାହେଲେ ରାଜୀବ ପଦ୍ମ ଯେମିତି କଣ କରୁଛି ନା ଅପଲକ ନୟନରେ ସୂର୍ଯ୍ୟଙ୍କର ସେ ପ୍ରଖର ରଶ୍ମିକୁ ଭକ୍ତି ସହକାରେ ହୃଦୟରେ ଧାରଣ କରିକି ଅପଲକ ନୟନରେ ସେ ଚାହିଁ ରହୁଛି। ତାର ଯେମିତି ତାଙ୍କଠାରେ ଗୋଟେ ଲୟ ଭାବ ସୃଷ୍ଟି ହଉଛି,
किंतु से लेखक एठी कहउचंती मु तो से माया मोह कबलित संसार भितरे रहिछि लोभ माया हिंसा ईर्षा काम क्रोधरे वशीभूत पाप पंकल सांसारिक जंजाल रे मु जर्जरित होई तो सहित मु किपरि समान हेबी तेणु मु तते भरोसा करी सुदशा भोगी तो परि मु शुभ्र होवा को चाहे एवं मते ये पुण्य व्रत तू शिखा जो जहाँ को जो पुण्य व्रत कि तू जमी सब तोर से माने सृष्टिकर्ता जी प्राण प्रिय सूर्य को जमी तू चाह रही था से भाव में विभु पदार बिंदरे मोर केमिति मन सन्निवेश हम ये भाव में पूर्ण एवं से एठी पद्म को निजर आध्यात्मिक गुरु बोली मध्य स्वीकार करछंती एवं मो तोते भरोसा करी रे पद्म मु तोते भरोसा करी रहिछि कि भली भाव में मु से सुदशा को भोगी तो परि मु शुभ्र होवा पई चाहे तो परि मु पवित्र होवा पई चाहे आउ तोर आशीष रे आशीर्वाद रे मोर मनोरथ पुण्य हे जाऊ पूर्ण हो जाऊ मोर मनोरथ मते सदा तू ए पुण्य व्रत को शिखा। तो राजीव शब्द एठी उठे दिया जाइछि राजीव माने पद्म एवं मनोरथ कहले मनर अभिलाष। तो उत्तरार्धरे जो छोटी पद बाकी रही आम पाठ कले एवं तार भावार्थ को आलोचना कले कठिन शब्दार्थ आम जाना पाइले। तो एबे आम प्रश्नोत्तर पर्याय को गति करिबा। तो प्रथम प्रश्न होछि क्षुद्र उत्तरमूलक प्रश्न जहाँकि प्रथम पदरे रही जहाँ आम आज आलोचना कले प्रथम पदरे रही क्यों तार उत्तर रही जे क्यों रसरे पद्मर अंतर परिपूर्ण थाए क्यों रसरे पद्मर अंतर परिपूर्ण थाए। हमीरपुर सरकारी उच्च विद्यालय हमीरपुर क्यों रसरे पद्मर अंतर परिपूर्ण थाए। गवर्नमेंट हाईस्कूल मायाबाहाल क्यों रसरे पद्मर अंतर परिपूर्ण थाए। गवर्नमेंट हाईस्कूल मायाबाहाल जहाँकि आज जहाँ आम पढ़िले से सप्तम पदरे रही तार उत्तरटा क्यों रसरे पद्मर अंतर परिपूर्ण थाए। तो स्नेह करुणा और भक्ति रूप पवित्र रसरे पद्मर अंतर परिपूर्ण होइछि। तेणु आमको जो क्षुद्र उत्तर हेउ बा सरलार्थ हो जानिया पई गोटे उपयुक्त माध्यम होउछि जहाँ किसी कविता सब आम पढ़ुचंती तार प्रत्येक पंक्ति के आम मन रखिया पई चेष्टा करिबा ताहले आम उत्तर ऑटोमेटिक पाई दिबा। स्नेह करुणा रस रे परिपूर्ण होइछि तो अंतर जे सेही पंक्ति रे रहिछि। द्वितीय प्रश्न हला पद्म सहित शरीर क्यों अंग प्रत्यंग गुडी सब तुलना करा जाए। पद्म सहित शरीर क्यों अंग प्रत्यंग तुलना करा जाए। वेरी गुड वेरी गुड। पद्म सहित शरीर मुख नयन नयन मध्य अच्छी पद्मलोचन बोली कहते भगवान को एवं कर और चरण प्रभृति अंग गुड़िक तुलना करा जाए। देख भगवान पद्म फूल केते श्रद्धा करती जगन्नाथ महाप्रभुंकर गोटे पद्म बेश होता है जो पवित्र माघ पूर्णिमा दिन भगवान जगन्नाथ महाप्रभु जगन्नाथ बलभद्र सुभद्रा गोटे पद्म बेश हुए जहाँकि मुझे तुमको ये फोटो चित्र माध्यम प्रदर्शन कली। तापरे सत्य शिव सुंदर किए कहाको आमे सत्य शिव सुंदर बोली कहवा। परमेश्वर परमेश्वर सत्य शिव सुंदर होउछन किए परमेश्वर परमेश्वर। वेरी गुड। सत्य शिव कहीं की ना परमेश्वर तर जो महिमा अनिर्वचनीय। तेणु सत्य शिव सुंदर माने तीन गुणर से होचंती आधार। तेणु सत्य शिव सुंदर होचंती कौन परमेश्वर। अच्छा गवर्नमेंट हाईस्कूल डमकुडार छात्र माने गोटे प्रश्न सर्व शोभार मिलन स्थल बोली कवि काहाकू कहिसंती। कुमझरिया पद्मकु पद्मकु सत्य हाँ सर्व शोभार मिलन स्थल हूँ कौन पद्म।
सर्व स्वभार तुही मिलन स्थल भक्त प्रेमिकर तुही अटु संबल बोली जो पदरे कह जायछि सर्व स्वभार कवि पद्म को सर्व स्वभार मिलन स्थल बोली अभिहित करिसंती बा कहिसंती पद्म फूलटी कहा मध्यरे ढळ ढळ होई अवस्थान करुछि कहा मध्यरे से ढळ ढळ होई रहिछि द्वितीय पदरे रहिछि तार अर्थ बा तार उत्तर रहिछि पद्म फूलटी कहा मध्यरे ढळ ढळ होई अछि जो कवितार द्वितीय पदरे रहिछि गवर्नमेंट हाई स्कूल उपेंद्र उपेंद्र सरकारी उच्च विद्यालय तो पद्म फूलटी कहा मध्यरे ढळ ढळ होई अछि ढळ ढळ सुनील सरसी जल तो सुनील पोखरीर पुष्करिणीर सुनील जल राशि भितरे पद्म फूलटी कौन है ना सूर्यंकर प्रखर रश्मि को धारण करी एवं जो श्यामल पत्र राजी गहल ढळ ढळ अवस्था रही पुष्करिणीर नीलर जल राशि मध्य तरंगायित उज्ज्वल सूर्य किरण तथा श्यामल पत्र राजीर गहल पद्म फूलटी ढळ ढळ होई विपरीतार्थबोधक शब्द लेख द्वितीय प्रश्न तो अमृत विपरीत शब्द कौन विपरीत अर्थ बोधक शब्द अमृत विष विष वेरी गुड विष तब आनंदर कौन रही विपरीत शब्द निरानंद निरानंद बा विषाद निरानंद पवित्र कौन रही विपरीत अर्थबोधक शब्द कौन रही पवित्र अपवित्र वेरी गुड अपवित्र पुण्य पुण्य शून्य स्थान पूरण कर स्नेह करुणा भक्ति देश रस पवित्र पवित्र रस पवित्र रस वेरी गुड पवित्र रस पुरीछि तोर देश रे ताम रस अंतर 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 वेरी गुड नहेले काहू तोर देश मन दर्शने 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 मन दर्शने विमल विमल देश हुए मगन प्रेम रसे वेरी गुड विमल प्रेम रसे प्रेम रसे तापर हला गद्य रूप लेख दर्शन गद्य रूप कौन हेबो दर्शन 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 मगन मग्न मग्न वेरी गुड मग्न सपन सपन स्वप्न स्वप्न कहीं स्वप्न पद्य सब प्रयोग करा जाय थाए किंतु गद्य लिखिले ताको आमे गद्य रूप संक्षेप करके लिखा जाए तापरे आमे जानिबा पद्यांश ये सरलार्थ आम कि भाव में लिखा सरलार्थ विषय केमती जाना देख यहाँ बहुत इम्पोर्टाट पदटी रही शिखाओ मते सदा ये पुण्य व्रत तोर आशीषे पुरु मो मन रथ तो सबु गोटे सरलार्थ प्रथम गोटे हेडिंग लिखा जाउछि ये पदटा केउठारु आसिला एवं केउ शीर्षक रु आसी अछि लिखा जाउछि प्रथम सेटा ना संक्षिप्त पद्यांशटी भक्त कवि मधुसूदन रावंकर विरचित छांदमालार द्वितीय खंड अंतर्भुक्त पद्म शीर्षक कवितार उद्धृत बा उद्धार करा जायछि बा आनीत आसी अछि एठारे कवि पद्म को निज आध्यात्मिक गुरु आसन रे बसैछन्ति मु जोटा कहितली जे आध्यात्मिक गुरु बोली से विवेचना करिसन्ति एवं ताठारु विश्व नियंतांक ठारे समर्पित हेबा पाई मध्य कहिसन्ति इठी जो लेखा हैछि गुटिए वाक्य टिके कठिन लागुछि ताको बड़ कर दिया जायछि ताको हम छोट छोट वाक्य मध्य करि परिया जहा के आप पाई एवं बोध हो तत्परे पद्म आध्यात्मिक गुरु आसन रे आसीन करिसन्ति ताठार पद्म ठारु से विश्व नियंत्रण समर्पित केमती पद्म हेउछि एवं सबुबेले से सूर्यंक आड़कू तार उन्मुख होइकि से चाहि रही था उत्कंठार सहित चाहि रही था तो से भाव में ता पाखु से जो उन्मुख रही जो पवित्र व्रत ये शिक्षा लाभ करने से
ପଦ୍ମର ଶୁଭାଶିଷ କାମନା କରିଛନ୍ତି। ଏଇ ଯୋଉ କେତେଟା ଶବ୍ଦ ଟିକେ ଏକ୍ସଟ୍ରା ତା ଭିତରେ ଯୋଡ଼ି ହେଇଯାଇଛି ଅଭିପ୍ସା ପରିପୂରଣ ଦିଗରେ, ସେ ସବୁ ଶବ୍ଦକୁ ଆମେ ମଧ୍ୟ ଛାଡ଼ି ପାରିବା। ଯଦି ଆମର ଟିକେ ମନେ ରଖିବା ପାଇଁ ଯଦି କଷ୍ଟ ଲାଗିବ ତାହେଲେ ତାକୁ ବାଦ ଦେଇକି ଆମେ ମଧ୍ୟ ଲେଖିପାରିବା, ଯାହାକି ସରଳାର୍ଥ ଆମ ପାଇଁ ଆଉ କଠିନ ହେବ ନାହିଁ। କିନ୍ତୁ ଯାହା ଦେଇଛି ଏମବିଡିରେ ବା ଟେଷ୍ଟ ପେପରରେ ଆମେ ତାକୁ ନ ଲେଖି ଆମ ନିଜ ଭାଷାରେ ଏବଂ ମଧ୍ୟ ଆମେ ତାକୁ ପ୍ରତିପାଦନ କରିପାରିବା। କିନ୍ତୁ ତା ଭିତରେ କିଛି ସାହିତ୍ୟିକ ଶବ୍ଦ ଟିକେ ରହିଲେ, ମାର୍ଜିତ ଭାଷା ଟିକେ ରହିଲେ ନିଶ୍ଚିତ ଭଲ ହୋଇଥାଏ। ପଦ୍ମର ଶୁଭାଶିଷ କାମନା କରିଛନ୍ତି। ଆମେ ଯୋଉଟା କହିଲେ ହସ ହସ ବଦନେ ହରସ ଭରେ ରହିଛୁ ତୁ ଅନାଇ ଏ ଦିବାକରେ, ସେ କଣ କରିଥାଏ ନା ସହାସ୍ୟ ବଦନରେ ଅପଲକ ନୟନରେ ହର୍ଷ ଚିତ୍ତରେ ସବୁବେଳେ କଣ ହୋଇଥାଏ ନା ପ୍ରାଣପ୍ରିୟ ଆରାଧ୍ୟ ଦେବତା ସେ ତପନଙ୍କ ପ୍ରତି ଉନ୍ମୁଖ ହୋଇକି ରହେ, ମାନେ ତାର ପାଖୁଡା ଉନ୍ମୋଚନ କରିକି ସେ ରହିଥାଏ। ଦିବାକର ମଧ୍ୟ ତାର ପ୍ରାଣ ପ୍ରିୟାର ମୁଖମଣ୍ଡଳରେ କିରଣକୁ ସ୍ପର୍ଶ କରି ଅମୃତମୟ ସ୍ପର୍ଶକୁ ଲାଭ କରି ସେ କଣ ହେଇଥାଏ ନା ଦୀପ୍ତିମନ୍ତ କରନ୍ତି ତାକୁ ଲାଭ କରିବା ପାଇଁ, ଏବଂ ତାଙ୍କର ସେଇ ସ୍ପର୍ଶକୁ ଲାଭ କରି ପଦ୍ମ ସୁକୁମଳ ତନୁଶ୍ରୀ ହୋଇ ଉଠେ। ମାନେ ଆମେ ସୁକୁମଳ ତନୁଶ୍ରୀ ନହେଲେ କି ଶୋଭାମୟ ହୋଇ ଉଠେ ଲେଖିପାରିବା, ଯାହାବି ତା ବଦଳରେ ଆମେ ଦେଇପାରିବା। ଏବଂ ତେଣୁ ସୂର୍ଯ୍ୟଙ୍କ ଯୋଉ ଅବିରଳ ନିପତିତ ଜ୍ୟୋତି ଧାରା, ଯାହାକି ତାଙ୍କ ମୁଖରେ ସବୁବେଳେ ନିରନ୍ତର ଭାବରେ ଯୋଉଟା କି ନିପତିତ ମାନେ ପଡୁଥାଏ। ଆମେ ଏଇସବୁ ଶବ୍ଦକୁ ଯଦି ଆମକୁ ଟିକେ କଠିନ ଲାଗିବ ଆମେ ତାକୁ ନିଜ ଭାଷାରେ ଲେଖିପାରିବା। ସୂର୍ଯ୍ୟ ପଦ୍ମ ମୁଖରେ ଅବିରଳ ଭାବରେ ନିରନ୍ତର ଭାବରେ ସଦା ସର୍ବଦା ତାଙ୍କର ଜ୍ୟୋତି ଧାରାକୁ ରଶ୍ମିକୁ ବିତରଣ କରିଥାନ୍ତି ବା ରଶ୍ମିକୁ ପାତ କରିଥାନ୍ତି। ଏବଂ ସେଇ ଜ୍ୟୋତି ଧାରାକୁ ଆକଣ୍ଠ ପାନ କରିକି ପଦ୍ମ ହୋଇ ଉଠେ କଣ କୋଟି ଲାବଣ୍ୟ ନିଧି। ତେଣୁ ସେଇଥିପାଇଁ ପଦ୍ମକୁ କୋଟି ଲାବଣ୍ୟ ନିଧି କୁହାଯାଇଥାଏ। ତେଣୁ ସାଧନାର ସେଇ ପୁଣ୍ୟବ୍ରତ ତାଠାରୁ ଶିକ୍ଷା ଲାଭ କରି ଅନନ୍ତ ମହେଶ୍ୱର ପରମ ବ୍ରହ୍ମଙ୍କ ଠାରେ ନିଜକୁ ସମର୍ପିତ କରିବାକୁ ମନରେ ଯୋଉ କବିଙ୍କର ଗୋଟେ ଅଭିପ୍ସା ରହିଛି ବା ଇଚ୍ଛା ରହିଛି ବା ଆଗ୍ରହ ରହିଛି, ଏବଂ ସେହି ମନୋକାମନା ଦ୍ୱାରା ପଦ୍ମର ସେ ଶୁଭାଶିଷ ଲାଭ କରିପାରିବେ। ଏବଂ ଏଇଭଳି ଭାବରେ ସେ ମନ ଭିତରେ ଚିନ୍ତା କରି ଠିକ ମୁଖ୍ୟ କଥା ହେଲା କଣ କବି ପଦ୍ମର ଶରଣାପନ୍ନ ହୋଇଛନ୍ତି। ତ ଏଠି ଲେଖିବ ବାସ୍ତବିକ କବିଙ୍କର ପଦ୍ମ ପ୍ରତି ଯୋଉ ଉକ୍ତି ଅତ୍ୟନ୍ତ ମନୋରମ, ଏଇଟା ମଧ୍ୟ ଆମେ ଲେଖିପାରିବା। ବା ପଦ୍ମ ପ୍ରତି କବିଙ୍କର ଯାହା ଉକ୍ତି ତାହା ସମସ୍ତଙ୍କ ପାଇଁ ଶିକ୍ଷଣୀୟ ଅଟେ। ତ ସରଳାର୍ଥ ଲେଖିଲା ବେଳେ ତ ହେଡିଂ ଲେଖିବା, ତାପରେ ମଝିର ତାର ଯୋଉ ଅର୍ଥକୁ ଆମେ ପୂର୍ବାପର ପ୍ରସଙ୍ଗ ଦେଇକି ଲେଖିବା, ତା ପୂର୍ବରୁ କିଛି ପରେ କିଛି, ଏବଂ ତାପରେ ଆମେ ଗୋଟେ ଲାଷ୍ଟରେ କଣ ନିଜର ମନ୍ତବ୍ୟ ଦେବା ବା ଯୋଉ ବାସ୍ତବରେ କବିଙ୍କର ମାନେ ଲେଖନୀ ଅତ୍ୟନ୍ତ ସୁନ୍ଦର ହେଇଛି, କବିଙ୍କର ଲେଖା ଅତ୍ୟନ୍ତ ମର୍ମସ୍ପର୍ଶୀ, ଯାହା ବି ହଉ। ତ ଏଇଭଳି ଭାବରେ ଆମେ ଆଜି ଯୋଉ ପଦ୍ମ କବିତାଟି ପାଠ କଲେ ଏବଂ ତାର ଯୋଉ ସଂକ୍ଷେପ ଉତ୍ତର ଏବଂ ସରଳାର୍ଥ ତଥା ଶୂନ୍ୟ ସ୍ଥାନ ପୂରଣ କର ବିପରୀତାର୍ଥ ବୋଧକ ଶବ୍ଦ ଆମେ ସବୁ ଆଲୋଚନା କଲେ, ଏବଂ ତାର ଯୋଉ ପର୍ଯ୍ୟାୟବାଚୀ ଆଉ ତାର ଯୋଉ ଗଦ୍ୟ ରୂପ ସେ ବିଷୟରେ ଆମେ ଆଲୋଚନା କଲେ। ମୁଁ ଆଶା କରୁଛି ନିଶ୍ଚିତ ଭାବରେ ଆଲୋଚନାଟି ସମସ୍ତଙ୍କ ମନକୁ ଛୁଇଁଥିବ ଏବଂ ତା ସହିତ ଯାହା ଆଜି ଆମେ ଆଲୋଚନା କଲେ ତାକୁ ଯାଇକି ଘରେ ଆମେ ଭଲ ଭାବରେ ଯଦି ଅଧ୍ୟୟନ କରିବା ପଢିବା ତାହେଲେ ଆମ ମନ ଭିତରେ ତା ଛାପ ହେଇକି ରହିଯିବ। ଶେଷରେ ଗୃହ କାର୍ଯ୍ୟ ହେଲା ଯେ ମଧୁସୂଦନ ରାଓଙ୍କର ଅନ୍ୟାନ୍ୟ କୃତି ଗୁଡିକ ପାଠ କର। ଭକ୍ତ କବି ମଧୁସୂଦନ ରାଓ ତାଙ୍କର ଅନେକ କୃତି ସବୁ ରହିଛି, ସାହିତ୍ୟ କୃତି, ଛାନ୍ଦମାଳା ପ୍ରଭୃତି, ସେ ଯାହା ସବୁ ରଚନା କରିଛନ୍ତି ଚତୁର୍ଦ୍ଦଶ ଶତାବ୍ଦୀ, ଯାହାକି ମଧୁସୂଦନ ରାଓଙ୍କ ସହିତ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କୁ ତୁଳନା କରାଯାଏ ଏବଂ ତାଙ୍କ ସହିତ ତାଙ୍କର ଗୀତାଞ୍ଜଳି ସେ ଯେଉଁଭଳି ଲେଖିଥିଲେ ଛାନ୍ଦମାଳାଟା ମଧ୍ୟ ସେଇଭଳି ଭାବରେ। ତ ଏତେ ଜଣେ ଯୋଉ ଋଷି ପ୍ରତିମ କବି ଯିଏକି ପ୍ରାତଃ ସ୍ମରଣୀୟ, ତାଙ୍କର ଯାହା ସବୁ କୃତି ରହିଛି ତାକୁ ଆମେ ପାଠ କରିବା ଏବଂ ତାଙ୍କ ପ୍ରତି ଆମର ଅନୁରକ୍ତି ଭାବ ଆସିବ ଏବଂ ତା ସହିତ ଆମର ଏଇ ଯୋଉ ପଦ୍ମ କବିତା ଭିତରେ ଆମର ଯେତେବେଳେ ସବୁ ପର୍ଯ୍ୟାୟବାଚୀ ପଦ ଅଛି, ନୂଆ ନୂଆ ଶବ୍ଦ ସବୁ ରହିଛି, ତାର ପ୍ରତିଶବ୍ଦ ଆମେ ବାହାର କରିବା। ଯେମିତି ସୂର୍ଯ୍ୟଙ୍କ ପାଇଁ କଣ କଣ ପ୍ରତିଶବ୍ଦ ସବୁ ଦିଆଯାଇଛି,
ପଦ୍ମ ପାଇଁ କଣ କଣ ପ୍ରତିଶବ୍ଦ ଏଠାରେ ପ୍ରୟୋଗ କରାଯାଇଛି ସେ ପ୍ରତିଶବ୍ଦ ଗୁଡିକ ଆମେ ନିଜେ ଖାତାରେ ଲେଖିବା ଲେଖିକି ତାକୁ ତମେମାନେ କଣ କରିବ ନା ତମର ଶ୍ରେଣୀ ଶିକ୍ଷକ ବା ବିଷୟ ସେଇ ଯୋଉ ସାହିତ୍ୟ ଶିକ୍ଷକଙ୍କୁ ଦେଖେଇବ ଯାହା ଫଳରେ ଆମେ ନୂଆ ନୂଆ ଶବ୍ଦ ସହିତ